ରାଧେ ରାଧେ। ଆଉ ବୋଉ ଆଉ ଗୋଟେ ଅନୁଭୂତି ମାନେ ଆଉ ଗୋଟେ ବୋଉ ଆଉ ଗୋଟେ ଠାକୁରଙ୍କ କଥା କହିବ। ଆଉ ଏଇଟା ହେଉଛି ପୁରା ସତ ଘଟଣା। ଚାଲନ୍ତୁ ଶୁଣିବା ତାଙ୍କ ମୁହଁରୁ। କହିର ରାଧେ ରାଧେ। ରାଧେ ରାଧେ। ଆଉ ତୁ ଆଉ ଗୋଟେ ଆଜି ଅନୁଭୂତି କହିଦେ। ଗୋଟେ ତ କହିସାରିଲୁଣି, ଆଉ ସେଇ ଅନୁଭୂତିର କ'ଣ ଟିକେ ରହିଯାଇଥିଲା ଯୋଉ କହିପାରୁନଥିଲୁ? ସେଟା ହଉଛି ସେଇ ଯୋଉ ଯମୁନା ନଈ ପାର ହେଇ ହଁ, ବେଲଗାଁରେ ଯାଇ ଆ ପୂର୍ବ ଅନୁଭୂତି ଯୋଉ ଠାକୁରଙ୍କ କଥା କହିଥିଲା ଏଇ ପଦଟି ଲକ୍ଷ୍ମୀ ଠାକୁରାଣୀଙ୍କର କଥା ଯୋଉ କହିଥିଲି। ହଁ, ଯମୁନା ନଈ ପାର ହେଇକିରି ସେ ଲକ୍ଷ୍ମୀ ଠାକୁରଙ୍କୁ ଦର୍ଶନ କରି ତାଙ୍କୁ ଯୋଉ ସେଇଠି ଅଭିଶାପ ଦେଇଥିଲେ ଆସିକି ନାଇଁ? ହଁ ସେଇଠି ଆସିକିରି ମୁଁ ବାଲିପିଣ୍ଡ, ମୋ ଶାଶୁ ଶ୍ୱଶୁର, ମୋ ବାପ ମା ସେଇଠି ମୁଁ ନଈରେ ସେଠି ସମସ୍ତେ ଯୋଉମାନେ ସମସ୍ତେ ଯିଏ ବି ଯାଆନ୍ତି ବାଲିପିଣ୍ଡ ସେଠି ଦେଇପାରିବ ଦିଅନ୍ତି। ତାଙ୍କ ହଁ ବାପା ମାଙ୍କୁ, ବାପ ଶାଶୁ ମା ଶ୍ୱଶୁର, ହଁ ଯିଏ ସମିତିକି ବି ଚାଲି ଯାଇଥିବ ତାଙ୍କୁ ଦେଇପାରିବ ହଁ ପିଣ୍ଡ। ଯୋଉମାନେ ଯାଇଥିବେ ହଁ, ନିଜ ସେମାନଙ୍କୁ ଲୋକଙ୍କୁ ପିଣ୍ଡ ଦେବ। ପିଣ୍ଡ ମାନେ ତୁ ବି ଦେବେ। ଯାଇକି ଦେଇକି ମୁଁ ବି ଆସିଛୁ। ଦେଇକି ଆସିଛି। ଆଚ୍ଛା, ଆଉ ଯୋଉମାନେ ବି ବୃନ୍ଦାବନ ଯୋଉ ଭୁଲିବନି ସେଇ ବେଲଗାଁକୁ ଟିକେ ଯମୁନା ଯିବ। ନଦୀର ସେପଟରେ ନା? ହଁ ଆଚ୍ଛା, ହଉ। ସେଇ ହଁ ଆଉ ସେ ଏଇ କାହାଣୀଟା ସେଇଥିରେ କହିବାର ଥିଲା, ଯୋଉ ହଁ ଜଗନ୍ନାଥ ଲକ୍ଷ୍ମୀଙ୍କୁ କ'ଣ ପାଇଁ ଅଭିଶାପ ଦେଲେ। ଆଚ୍ଛା, ହଉ ଛାଡ଼, ସେ ସରିଗଲାଣି। ଏବେ ଆଉ ଗୋଟେ ଠାକୁରଙ୍କ କଥା କହ। ମାନେ ଏଇଟା ହେଉଛି ସତ ଘଟଣା ଏଟା ନା? ହଉଛି ସତ ଘଟଣା। ଗୋରଖପୁର ମାନେ ସେ ହଁ, ଗୋରଖପୁର ଉତ୍ତରପ୍ରଦେଶ ସେ ଗୋଟେ ବୋଧେ। ହଁ ହଁ, ସିଏ ଗୋଟେ ବାପ ମା ସାଙ୍ଗରେ ଭକ୍ତ, ସେ ଗୋଟେ ବହୁତ ଶ୍ରୀକୃଷ୍ଣଙ୍କର ବଡ଼ ଭକ୍ତ। ସେ ବାପ ମା ବ୍ରାହ୍ମଣ ଘର, ତାଙ୍କ ନାଁ କ'ଣ ମୋ ମନେ ଆସିନି। ସିଏ ବୃନ୍ଦାବନ ଗଲେ, ତାଙ୍କ ସାଙ୍ଗରେ ତାଙ୍କ ଝିଅ ବି ଗଲା। ଛୋଟ ଝିଅଟି। ଛୋଟ ଝିଅଟେ ଗଲା। ସିଏ ଯେତେବେଳେ ଠାକୁରଙ୍କୁ ଦେଖିଲେ, ଯାଇଥିଲେ ବାଙ୍କ ବିହାରୀ ସବୁ ଠାକୁରଙ୍କୁ ଦେଖିଲେ। ଯେମିତି ସବୁ ଯାଆନ୍ତି ବୁଲିବା ହଁ ପାଇଁ ଯାଇଥିଲେ ଆଉ। ହଁ, ସିଏ ସେଠୁ କହିଲା ବାପା, ତା ବାପାକୁ କହିଲା ବାପା ସବୁ ବର୍ଷ ଆମେ ବୃନ୍ଦାବନ ଆସିବା। ଫାଷ୍ଟ ବର୍ଷ ଗଲା, ତାକୁ ଭଲ ଲାଗିଲା। ଭଲ ଲାଗିଲା। ହଁ, ସେ କିନ୍ତୁ ପ୍ରତିବର୍ଷ ଯାଆନ୍ତି, ପ୍ରତିବର୍ଷ ବୃନ୍ଦାବନ ସେ ଯାଆନ୍ତି, ବାପ ମା ଝିଅ ଯାଆନ୍ତି। ହଁ, କିନ୍ତୁ ଝିଅ ବି ବଡ଼ ହେଇଗଲା। ହୁଁ, ଝିଅ ଯେତେବେଳେ ବଡ଼ ହେଇଗଲା, ତା ବାପା ମା ତାଙ୍କୁ ବାହା କରିଦେଲେ। ବାହା କରିଦେଲା ବି ସିଏ ବୃନ୍ଦାବନ ଛାଡ଼ିଲା ନାହିଁ, ନା, ଗଲେ ଯାଇ। ତାପରେ ତାର ପୁଅ ଝିଅ ବି ହେଲା ତାଙ୍କର। ହଁ, ସେ ତଥାପି ବୃନ୍ଦାବନ ଛାଡ଼ିଲେ ସେ ଯାଏ। ପୁଅ ଝିଅଙ୍କୁ ବି ବାହାଘର କଲା, ତଥାପି ସେ ବୃନ୍ଦାବନ ଯାଏ। ମାନେ ସାଂସାରିକ ରହିଲା ପରେ ବି ହଁ ସେ ହଁ ଛାଡ଼େନି, ଛାଡ଼ିନି। ଯାଏ। ହଁ, ନାତି ନାତୁଣୀ ସବୁ ହେଲେ, ତାକୁ ବୟସ ହେଇଗଲା, ତାକୁ ସେ ବୁଢ଼ୀ ହେଇଗଲା। ସେଇଠୁ ବୃନ୍ଦାବନ ଯିବା ବନ୍ଦ କରିଦେଲା। କହିଲା ଆଉ ମୁଁ ଆସିପାରିବିନି, ଆଉ ତ ଗୋଡ଼ ହାତ ଚାଲୁନି, ଆଉ ତ ଆସିପାରିବିନି, କେତେ ବୟସ ଦିନ ବଢ଼ିଗଲା। ବଞ୍ଚିବି। ଗୋଟିଏ ନଡ଼ୁ ଗୋପାଳ ସେଠୁ ଧରିକିରି ବୃନ୍ଦାବନରୁ ଆଇଲା। ଘରେ ପୂଜା କରିବ। କହିଲା ମୁଁ ଘରେ ତତେ ପୂଜା କରିବି, ଆଉ ତ ଏଠିକି ଆସିପାରିବିନି। ମାନେ ବୟସ ସାଥ, ମାନେ ଶରୀର ସାଥ ଦଉନଥିଲା। ସାଥ ଦଉନି। ଆଣିକି ତାର ପୂଜା କରେ। ପୂଜା କରିକି ଯେତେବେଳେ ତାରି ଘରେ ଯୋଉଠି ଶୁଏ, ତାରି ପାଖରେ ସେ ତାକୁ ପୂଜାପୂଜି କରି ତା ପାଖରେ ରଖେ। ଦିନେ କ'ଣ ହେଇଛି, ଜନ୍ମାଷ୍ଟମୀ ସେଦିନ ସେ ବୁଢ଼ୀ ଆଉ ଉଠି ବସି ପାରୁନି, କେବଳ ସେ ବେଡ଼୍ରେ ଶୋଇଛି। ବୋଉକୁ ଡାକିଲା, ଆଉ ବୋଉକୁ ଡାକିଲା, ଆଉ ବୋଉ ମା ଆସିକି ଯେତେ ଶୀଘ୍ର ମୋ ପୁଅକୁ ତୁ ଆସି ଗାଧେଇ ପାଧେଇ ଦେ, ଆଜି ଜନ୍ମାଷ୍ଟମୀ, ତାକୁ ଟିକେ ସଜ କରିଦେ, ତାକୁ ଟିକେ କପଡ଼ା ପିନ୍ଧେଇ ଦେ। ନିତ୍ୟକର୍ମ କରୁଥିଲା ଏ ବୁଢ଼ୀ। ବୁଢ଼ୀ କରୁଥିଲା, ଆଉ ତ ପାରୁନି। ବୋଉ କହିଲା ରହିଥା, ମୋ ପିଲାଙ୍କର ଟିକେ ସେବା ସାଥ, ପିଲାଙ୍କୁ ଟିକେ ଖାଇବା ପିଇବାକୁ ଦେଇକି ଆଉ ମୁଁ ଯିବି। ସିଏ କହିଲା ନା ତୁ ଆଗେ ଆସି ମୋ ପୁଅର କରିଦେଇକି ଯା। ସିଏ ସେଠୁ ଝଟିକିରି ତରତରିକି ରାଗି, ଜନ୍ମାଷ୍ଟମୀ ଥାଏ। ହଁ ଆସିକି ରାଗି ତରତରିକି ଆସିକି ସେ ଠାକୁରଙ୍କୁ ଧରିଛି, ଚିଡ଼ିମିଡ଼ି ହେଇକିରି ବୋଉ ହାତରୁ ଗଡ଼ି ପଡ଼ିଲା। ଠାକୁରଟି ତଳେ ଗଡ଼ି ପଡ଼ିଲା, ଯେମିତି ପଡ଼ିଯାଇଛି। ସେଠୁ ଇଏ ବୁଢ଼ୀ ବହୁତ ଜୋରରେ କାନ୍ଦିଲା। ଆଉ ମୋ ପୁଅକୁ ତଳେ ପକେଇଦେଲୁ, ସିଏ ଆଉ ଗୋଡ଼ ହାତ ତାର ସବୁ ଭାଙ୍ଗିଗଲା, ଆଉ ସିଏ ଅଛି ନା, ଜଲ୍ଦି ଡାକ୍ତରକୁ ଡାକିକି ଆଣ। ଗୋଡ଼ ହାତ ଭାଙ୍ଗିଗଲାଣି। ତା ଗୋଡ଼ ହାତ ଭାଙ୍ଗିଗଲାଣି, ଜଲ୍ଦି ତାକୁ ଡାକ୍ତରକୁ ଆଣ, ଡାକିକି ଆଣ। ପୁଅକୁ ଡାକିଲା, ପୁଅ ଆସିଲା। ପୁଅ ହସିଲା, କହିଲା ଇଏ ପିତ୍ତଳ ପ୍ରତିମା ପଡ଼ିଛି, କୋଉ ଡାକ୍ତର ଆସିବ। ଏତେ ଜୋରସରେ କାନ୍ଦିଲା ଯେ ସାହି ପଡ଼ିଶା ସବୁ ପଳେଇ ଆସିଲେ ଘରକୁ। ଯେତେବେଳେ ପଳେଇ ଆସିଲେ, ଦେଖିଲେ ମା ଏମିତି କାନ୍ଦୁଛି, ଜଲ୍ଦି ତୁ ଡାକ୍ତରକୁ ଡାକିକି ଆଣ, ଡାକ୍ତରକୁ ଡାକିକି ଆଣ। ସେ ସାହି ପଡ଼ିଶାରେ ଆସିଲେ, ଗୋଟେ ବୁଢ଼ାଟେ କହିଲା ଯା ତୁ ଡାକ୍ତରକୁ ଫିସ୍ ଦେଇଦେଇକି। ସେ କ'ଣ ହେଲା, 2 ଦିନ ପର୍ଯ୍ୟନ୍ତ ଖାଇଲାନି ପରା। ଖାଇଲାନି କି ତା ପିଇଲାନି, କାନ୍ଦିଲା ଖାଲି କାନ୍ଦିଲା। ସେ କହିଲେ ଯା ତୁ ଡାକ୍ତରକୁ ଫିସ୍ ଦେଇଦେବୁ, ଆଉ କହିବୁ ମୋ ମା ତ ଏମିତି ପାଗଳି, ଆଉ ସେ ତ ବୁଝୁନେଇ, ଆଉ ତୁ ଟିକେ ଆସେ ଡାକ୍ତରକୁ ଫିସ୍ ଦେଇଦେଲେ ସେ ବଳେ ଆସିବ, ମନ ବୁଝିଯିବ, ସେ ତାଙ୍କୁ ଖିଆପିଆ କରିବ। ହଁ, ସେଠୁ ତାଙ୍କୁ ଯାଇ ନେଇକି ଆସିଲା ଡାକ୍ତରକୁ। ଡାକ୍ତର ବି ଆସୁନଥିଲା ପରା। ଡାକ୍ତର ଆସିଲା, ତାକୁ ନା, ଡାକ୍ତରକୁ କହିନଥିଲେ, ନେଇକି ପଳେଇ ଆସିଲେ। ନା, ନେଇକି ଆସିଲେ। ତାକୁ ବି କହିଛି ଏମିତି ଠାକୁର ପିତ୍ତଳ ପ୍ରତିମା, ମୋ ମା ବୁଝୁନେଇ, ତମେ ଚାଲ। ହଁ ଟିକେ ତାକୁ ଯାହା ହେଲେ ତୁମେ ତାକୁ ଟିକେ ଦେଖି ଦେଇକି ଆସିଲେ ମୋ ମା ମନ ବୁଝିଯିବ। ସେଠୁ ଆସିଲା,
ଆସିକି ବସିଲା ଡାକ୍ତର କହିଲା ଆଗେ ଦେଇକିରି ମୋ ପୁଅର ଗୋଡ଼ ହାତ କେତେ ଭାଙ୍ଗି ଯାଇଛି, କ'ଣ ହେଇଛି ପଡ଼ିଛି, ସେ ଆଉ କ'ଣ ହେଇଛି ତାର ଜ୍ୱର, ହଁ ତାକୁ ଜ୍ୱର ବି ହେଲାଣି, ତାକୁ ବି ଜ୍ୱର ବି ହେଲାଣି, ତୁମେ ଟିକେ ଦେଖ। ସେଠୁ ସେ ଦେଖିଦେଇକି କହିଲା ମା ତୋ ପୁଅ ଠିକ ଅଛି, କିଛି ହେଇନି ତୋ ପୁଅରେ, ତୋ ପୁଅ ଭଲ ଅଛି। କହିଲା ନା ସେମିତି କହିଲେ କ'ଣ ହବ, ସେ କୁମ୍ପାସ ପକେଇକିରି ଦେଖ, ସେମିତି କହିଦେଲେ କେମିତି ହବ, ସେ କୁମ୍ପାସ ପକେଇ ଦେଖ ତାର କେତେ ଜ୍ୱର ଅଛି, ଯେମିତି ଲୋକଙ୍କ ଦେହରେ ପକାଇ। ହଁ ସେମିତି ସିଏ ଯେତେବେଳେ କୁମ୍ପାସ ପକେଇ ଦେଇଛି ଡାକ୍ତର, ତାଙ୍କ ଦେହରେ ସବୁ ନିଶ୍ୱାସ ଚାଲୁଛି ଏତେ ଜୋରସରେ, ସେ କହିଲାକୁ ବି ମୋ ରୁମ ମୂଳ ଟାଙ୍କୁରି, ମୋର ବି ମାନେ ଏଇଟା ଶୁଣିଲା ବେଳକୁ ରୁମ ଟାଙ୍କୁରି ଉଠୁଛି। ସିଏ ସେଠୁ କ'ଣ କରିବ, ତା ଦେହ ଥରିଲାଣି, ଡାକ୍ତର ଦେହ ଥରିଲାଣି। ସିଏ କହିଲେ ଦେଖିକିରି କହିଲା ମୋ ପୁଅର କ'ଣ ହେଇଛି, ହଁ ସେ ଆଉ କହିପାରୁନି, ଥରୁଛି ପୁରା, କାନରୁ ବାହାର କରିଦେଲା। କହିଲା ମା ତୁ ବୃନ୍ଦାବନରୁ ଆକୁ ଆଣିଥିଲୁ ନା, ଇଏ ଦୁନିଆଟା ଯାକ ପାଗଳ, ସମସ୍ତେ କହୁଛନ୍ତି ତୁ ପାଗଳି, ଏସବୁ ଦୁନିଆଟା ଯାକ ପାଗଳ। ଆଉ ମୁଁ ଆଉ ଇଏ ଡାକ୍ତର ଯୋଉ ଫିସ୍ ନେଇଥିଲା ପଇସା ଟିକେ ସେଇଠି ଥୋଇଦେଲା, ଥୋଇ ଦେଇକି ତାର ଯୋଉ କୁମ୍ପାସ ତାର ଯୋଉ ନେଇକି ଯାଇଥିଲା ଯେତିକ ସବୁ ଜିନିଷ ସବୁ ସେଇଠି ଥୋଇଦେଲା, ଥୋଇ ଦେଇକି ଏକ ମୁହାଁ କହିଲା ମା ମୁଁ ବି ଯାଉଛି ସେଇ ବୃନ୍ଦାବନ, କହିକିରି ସେ ରାଧେ 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 କୃଷ୍ଣ ରାଧେ କୃଷ୍ଣ ଡାକ୍ତର ସିଏ ବି ସେଇଦିନ ଯେତିକ ଥିଲେ ସମସ୍ତେ କାନ୍ଦି ପକେଇଲେ। ଦେଖିଲା ପ୍ରକୃତ କଥା ଭଗବାନଙ୍କ ଦେହରେ ନିଶ୍ୱାସ ଚାଲୁଛି ଏତେ ଜୋରସରେ। ସିଏ ମାନେ ତାଙ୍କ ସାଙ୍ଗରେ କଥାବାର୍ତ୍ତା ସବୁ ଏଟା କିନ୍ତୁ ସତ ଘଟଣା, ସତ ଘଟଣା ବି ମାରି କ'ଣ ଗୋଟେ ମାରି ମୋବାଇଲ ବି ଇଏ କରିଦେଲେ ଦେଖିପାରିବ, ସବୁ ଜାଣିପାରିବ, ସତ ଘଟଣା। ଯାହା ହଉ ବଢିଆ ଲାଗିଲା କଥାଟି, ମାନେ ଶୁଣିକି ପୁରା ଆଖିରୁ ଲୁହ ପଳେଇ ଆସୁଛି, ସମସ୍ତେ କାନ୍ଦିଲେ ଦୁନିଆଟା ପାଗଳ, ମା ତୁ ପାଗଳ ନୁହଁ, ତୁ ପାଗଳ ନୁହଁ କିନ୍ତୁ ଏ ଦୁନିଆ ପାଗଳ। ବହୁତ ବଢିଆ ଲାଗିଲା କଥାଟି କିନ୍ତୁ ସେ ଏକାଥରେ ସେ ଡାକ୍ତର ତା ଛାଡି ଦେଇକି ତାର ପୁରା ପଳେଇଲା ବୃନ୍ଦାବନ ଯାଇକି ରହିଲା। ବଢିଆ କଥାଟେ ବୋଉ କହିଲା, ପୁରା ମୋ ଆଖି ପୁରା ଛଳଛଳ ହେଇଗଲା। ମୋ ଭଉଣୀ ବି ବସିକି ଶୁଣୁଥିଲା, ତା ଆଖି ବି ଛଳଛଳ ହେଇଗଲା। ଆଉ ଆପଣମାନେ ବି ଶୁଣିଲେ ବି ଆଖି ଛଳଛଳ ହେଇଯିବ, ପୁରା ମାନେ ଲୁହ ବାହାରି ଆସୁଛି। ହଉ ରହୁଛି ଏଠି, କଥାଟି ରଖୁଛି, ରାଧେ ରାଧେ।